ଖାଲି ପକେଟ ଆଉ ଖାଲି ପେଟ ବହୁତ କଥା ଶିଖେଇଥାଏ। ସେତେବେଳେ ସେଇମାନେ ଛାଡ଼ିକି ଚାଲିଯାଆନ୍ତି ଯେଉଁମାନେ ଆମ ପାଖରେ କିଛିଟା ଫାଇଦାର ଆଶା ରଖିକରି କିଛି ପାଇନଥାନ୍ତି। ସେଇମାନେ ଛାଡ଼ିକି ଚାଲିଯାଆନ୍ତି ଯେତେବେଳେ ଆମ ପାଖରେ କିଛି ନଥାଏ। ଆଉ ସେଇମାନେ ସେତେବେଳେ ଧୋକା ଦିଅନ୍ତି ଯେତେବେଳେ ସେମାନଙ୍କର ମତଲବ ସରିଯାଇଥାଏ। ତେଣୁ ଆସନ୍ତାକାଲିର ଆଶା ନେଇକି ଯଦି ତମେ ତାଙ୍କୁ ଭରସା କରିକି ବସୁଛ, ତାଙ୍କୁ ତମେ ଭାବୁଛ କି ସେମାନେ ତମକୁ ସାଥ ଦେବେ, ସେଇଟା ହେଉଛି ବୁଝିବା ଭୁଲ। ତେଣୁକରି ନିଜ କର୍ମ କରି ଚାଲ, ନିଶ୍ଚିନ୍ତ ଫଳ ପାଇବ। ଯେମିତିକି ତମ କର୍ମର ତମେ ଉଚିତ ଶିକ୍ଷା ପାଉଛ, ୟା ତମ କର୍ମର ତମେ ଭଲ ପରିଣାମ ତମେ ଦେଖିଛ, ତ ସେଇ ଟାଇପର ତମେ ସବୁବେଳେ ଭାବିନିଅ। କାରଣ ତମେ ନିଜକୁ ନିଜେ ଷ୍ଟ୍ରଙ୍ଗ କରିଛ, ଖାଲି ଷ୍ଟ୍ରଙ୍ଗ କଲେ ଯେ ସବୁ ଠିକ ହେଇଯିବନି। ସେତିକି ଷ୍ଟ୍ରଙ୍ଗ କର ଯେତେବେଳେ ଯାଏ ତମେ ଭାବି ନେବ କି ତମେ ଏକୁଟିଆ ହିଁ ସବୁ କିଛି ଲଢ଼ିପାରିବ। କାରଣ ଗୋଟେ ଜିନିଷ, ସେତେବେଳେ ସେମାନେ ଆମକୁ ଛାଡ଼ିକି ଚାଲିଯାଆନ୍ତି ଯେତେବେଳେ ଆମର ନିହାତି ଆବଶ୍ୟକ ଥାଏ। ତ ଏତେବେଳେ କଣ ପାଇଁ ତାଙ୍କ ସାଥ ଦବା? ଟିକେ ଭାବିକି ଚିନ୍ତା କରିବେ।